ସମସ୍ତଙ୍କୁ ଶୀତଭରା ସକାଳର ସ୍ୱାଗତମ୍। ଆଉ ଗୋଟେ ନୂଆ ଅଧ୍ୟାୟକୁ ମୋ ପଛପଟେ ଯେଉଁ ଗଛ ଆଉ ଟିକେ ଛାତ ଛାଡ଼ିକି ଥାନ୍ତା, ମୁଁ ଏମିତି ହାତ ପକେଇକି ନେଇ ଆସିକି ଖାଇ ଦେଇଥାନ୍ତି। ହ୍ୟାଲୋ ସାଙ୍ଗମାନେ, କୁହନ୍ତୁ ଏ ଜାଗାକୁ କିଏ ଆସିଛନ୍ତି ମୋତେ କମେଣ୍ଟରେ ଟିକେ କହିବେ। ଆଉ ଟିକେ ଜୁମ୍ କରିଦେଉଛି। ଆନନ୍ଦବନ ଖୁସିର ନୀଡ଼, ଅଟଳ ବିହାରୀ ବାଜପେୟୀ। ଥିବ ହାଣ୍ଡି ଥିବ, ଭାଟି ଲାଗିଲା ଏତେବେଳକୁ 9ଟା ହେଲା। ଆରେ ତୁ କ'ଣ, ଆମେ ତ ଆରଥରକ କରିଥିଲୁ ଚୁଲି ବଡ଼ ସଦୁଛୁ କ'ଣ କିରି ଭାଷା 9ଟା ହେଲା ବଡ଼େ। ବସା 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 ହାଣ୍ଡି ବସା। ଆରେ ବସଉନୁ, ସେ ହାଣ୍ଡିଟା ଧରିକି ବୁଲି ସାରିଲାଣି 3 ଘେରା, ଭାତ କେମିତି ହବ? ବସା ବସା ଏଥର ବସା। ହାଣ୍ଡିଟା ବସେଇ ପାରୁନି, ଘଣ୍ଟାଇ ହେଲାଣି। ଏତେବେଳକୁ ଭାତ ହେଇସାରନ୍ତାଣି ମୋତେ, ସେ ଯେତିକି ଧରିଲେ କ'ଣ ହଟେଇଦେବା ତା ମୁହଁ। ଦେଖେ ଆମ ନଣ୍ଡୁ ବସେଇଲା ଥଉନୁ ହାଣ୍ଡି ବସିବାକୁ। ହଁ ଛାଡ଼ିଦେ, ହଁ ବସେଇଲା ନା ନାଇଁ। ଏଇଟା ପୋଲାଟା ଆଉ ସବୁ ନେଇ ଆଇଲାଣି ମାନେ ଜାଳିବାକୁ। କ'ଣ କହିବି ଆଉ, ମୁଁ ଖାଲି ଏଠି ଏକା ଅଛି, ଆଉ କିନ୍ତୁ କେହି ନାହାନ୍ତି। ଆଉ ଖାଇଲା ବେଳକୁ ସବୁ ଏଠି ଗଡ଼ିବେ, ଖାଲି ପତ୍ର ପକେଇକି ହାଉଁ ହାଉଁ ଖାଇବେ। ଏଇନା ମୁଁ ଏକା ଆଉ ସେ ଗୋଟେ ପିଲାଟା ଯାହା ଜୁଟିଛି, ସେ ଗପି ଗପି ଯାହା ହେଉଛି ବାଡ଼ ଭାଙ୍ଗି ସାରିଲି ସେପଟେ। ମାନେ ଏମିତି ହିଁ ଦରକାର ମୋତେ, ଏମିତି ଭାଙ୍ଗି ଗପି ଗପି ବାଡ଼ ଭାଙ୍ଗି ଦେବୁ, ଲାଷ୍ଟକୁ କିନ୍ତୁ କାମ ହେଇଯାଉ। ସେ ଯାହା ଭାଙ୍ଗିବା କଥା ଭାଙ୍ଗୁ। ପିଆଜ ଫିଆଜ କଟାକଟି କରିବେ, କ'ଣ 10ଟା ହେଲାଣି, କେତେବେଳକୁ କରିକି ଖାଇବେ। ଚିକେନ୍ ହେଲା ବେଳକୁ ସେଦିନ ଭଳିଆ 12ଟା ପୁଣି ହେବ। ଖାଲି ତ ମୋବାଇଲ କୁଲୁକୁଲୁ, ସେ ସେଠି ଭିଡ଼ିଓ କରିବାକୁ କୁଲୁକୁଲୁ। ଅଖା ଭିତରେ ପୁରେଇକି ଗୋଟେ ଲୋକଟାକୁ ସେ ଭିତରେ ପକେଇଛନ୍ତି, ଅଖା ଭିତରେ ପୁରେଇକି ନା ଭୂତ ବାହାରିବ। ଦେଖିଲା ବେଳକୁ କେଉଁ ମଣିଷ ମାଦଳକୁ ପୁରେଇଛନ୍ତି। ତା ନାଁ ହେଉଛି ମାଦଳ। ମୁଁ ଦେଖାଉଛି ଆପଣ, ଆମର ଉଷୁନା ହାତ ଫୁଟିଲାଣି, କିନ୍ତୁ ସେଠି ଯାଇ ଭିଡ଼ିଓ କରୁଛନ୍ତି। ଭୋଜି କରିବେ, ଏଠି ଗୋଟିଏ ପିଲା ଠିଆ ହେଇଛି। ଆଉ ସେଠି ଆମର ତ ମେନ୍ ଲୋକଟି ଆଗ, ଆଉ ସେ ଚୁଲି ଚଳିଲା ମାନେ ସେ ଆଗ ଆସିକି ବସି ପଡ଼ୁଛି। ଭୋଜି ହେବ, କିନ୍ତୁ ସେଠି ଭିଡ଼ିଓ ତାଙ୍କର ସଇଲେ ସେ ସବୁ ଜିନିଷପତ୍ର ଆଣିକି ଦେବେ। ଏଠି ଆମେ 2 ଜଣ ରାତି ଅଧରେ ଆଇଛୁ, ଦୋକାନ ବନ୍ଦ, ପତ୍ର ନେବା ପାଇଁ, ମସଲା ନେବା ପାଇଁ। ତାପରେ ଚିକେନ୍ ଭୋଜି ହେଉଛି। ଏଇଟା ହେଉଛି ଆମର ଦୋଳ, ଏଠି ବସେ। ଗାଁରେ ଏମିତି ଦୋକାନ ରାତି ଅଧରେ ବି, 11ଟା ରାତିରେ, 10:30 ରାତିରେ ଡାକିଲେ ବି ଖୋଲିବେ। ମୁଁ ତ ନଥିଲେ କିଛି ହବନି। ଆଉ ଭାଇ ସବୁ ଯେତେବେଳେ ଭୋଜି ହେଲା ଏଠି 12ଟା ହେଲା। କେବଳ 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 ଏଇ ବ୍ୟକ୍ତିଙ୍କ ପାଇଁ 12ଟା। ଦେଖୁନାହାନ୍ତି କେମିତି ମାରିକି ବସୁଛନ୍ତି, ଦେଖନ୍ତୁ 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 ଦେଖନ୍ତୁ। କେବଳ ଏଇ ବ୍ୟକ୍ତିଙ୍କ ପାଇଁ ସଦାବେଳେ 12ଟା। ଚିକେନ ଘଷିବେ ଘଣ୍ଟାଇ, ଚାଖଣା କରିବେ ଘଣ୍ଟାଇ। ଆମର ବେଷ୍ଟ ହେଲ୍ପର, ବେଷ୍ଟ ରୋଷେଇଆ। ଓ ବାସ୍ନା ଅଲଗା ପ୍ରକାର। ଟିକେ ଦେଖନ୍ତୁ, ଅଷ୍ଟ୍ରେଲିଆ ଚିକେନକୁ ଆଜି କଣ୍ଟ୍ରୋଲ ଚାଉଳ ଭାତ। ଆଉ କେତେ ସମୟ ଲାଗିବ? ଆଉ ଟିକେ 15-20 ମିନିଟ୍ ଲାଗିବ। ଆଉ 15-20 ମିନିଟ୍ ଲାଗିବ। ଦେଶୀ ଚିକେନ ନା। କରି କମ୍ପ୍ଲିଟ୍ ଏବେ ବାହାରିଲା। ଠିକ ଅଛି। ହଉ କାଢ଼। ଆଜି ଟିକେ ଝୋଳ ବାଲା ହେଇଛି। ଟଚ୍ ଫଚ୍ ବାଡ଼େଇ ଭାଙ୍ଗି ସାରିଲେ। ଆଉ ଟିକେ ପାଣି ମାରିବା ଦରକାର ହଉଛି। ଆଜି ଥାଉ, ସେତିକି ଥାଉ, ପାଣି ଥାଉ। ଆଉ ଟିକେ ମେମ୍ବର ଟିକେ ଅଧିକ ହେଲେ। ଆରେ ଆଗରୁ ଯୋଉ ଗାଁରେ ରୋଷେଇ ହୁଏ, ଯୋଉ ହାପୁଡ଼ି ଖାଆନ୍ତି, ନାଇଁ ସେମାନେ ଆସିଲେ ଅରୁଆ ହେଇଥିଲେ ହାପୁଡ଼ି ଖାଇବାକୁ ମଜା ଲାଗିଥିଲା। କ୍ଷୀରି ତ ନାହିଁ, ଚିକେନ ଝୋଳ। ଆମର ଶୁଣୁ, ଆମର ଧାନ ପେଢ଼ା ହେଇନି, ସରିଗଲାଣି। ସେଇଥିପାଇଁ ମୁଁ କହିଲି କଣ୍ଟ୍ରୋଲ ଚାଉଳ ଆଣ।
ରେଡି ଆମକୁ କହିଥାନ୍ତ ଆମ ନେଇକି ଆମର ତ କଣ୍ଟ୍ରୋଲ ଚାଉଳ ମିଳୁନି ସେଥିପାଇଁ ନଣ୍ଡୁ କହିଲି ନଣ୍ଡୁ ଆଇଲା। ନାଇଁ ନାଇଁ ଆମକୁ କହିଥାନ୍ତ ଆମ ପୁରା ସ୍ପେଶାଲ ନେଇକି ତମେ କୋଉଠି ଥବ ଅଧରାତିରେ ବାହାରିବ। ମୁଁ ତାକୁ ଅଧରାତିରେ ପଚାରିଲ ନାଇଁ ନାଇଁ ଚାଲ ଦୋକାନ ଠିକ କଣ କହିଲି ମୁଁ କହିଲି ମଣିଆ ମୁଁ ଚିକେନ ଅଛି ସିଏ ତ ଏପଟକୁ ଆସୁନି ମିଶୁନି କହିଲୁ ଘରୁ ଆଣିବି ମୁଁ ସେତେ ମନେ କଲିନି ତୁ କହିଲୁ ମୁଁ ଘରୁ ନେଇଯାଇଛି ତାଙ୍କର ମୁଁ କହିଲି ମୋ ପୁଅର ତ ଲେଟ୍ ନାଇଟ୍ ହବ 1300 ଚିକେନ ହେଲା 1100 ଆଡେ ଆଣିଲି 200 ମୋ ପୁଅ ପାଇଁ ନେଇ ଆଇଲି। ଅଲଗା ପ୍ରକାର ଆଜି ଏଥିରେ ଟମାଟୋ ସସ୍ ଚିଲି ସସ୍ ବି ପଡିଛି। ରୋଷେଇଆ ଭିତରେ ଫରକ ସେମାନେ ଆସନ୍ତୁ ଖାଇବା ଆରମ୍ଭ ହବ ପତ୍ର ଚିକେନ ଆଜି ପୁରା ଝୋଳ କରିଛି ମୋ ଭାଇ ମୋ ସାନ ଭାଇ ତାର ଆର ବର୍ଷ ବାହାଘର ହବ। ହଁ ହଁ ମନ କଥା ଝୋଳ କିନ୍ତୁ ପୁରା ଆଜି ଖାଲି ଲେଟ୍ ହେଲା ମତେ କିଛି ଦେଇନୁ ଦଉ ଦଉ ସିରିୟସଲି ବଢିଆ ଲାଗୁଛି ଝୋଳଟା ଗିନା ହେଇଥିଲେ ଭଲ ହେଇଥାନ୍ତା ନା। ମତେ ଭଲ ଲାଗୁଛି ଆଣିଆ ଉପରେ ବଢିଆ ଖାଲି ଲେଟ୍ ହେଲା ବୋଲି ବଇଛି କାଲି ଗଣିଆକୁ ନେଇଛୁ ଟି ହଁ ମୁଁ ନେବିନି ଚନ୍ଦନା ଓକେ ମୁଁ ତ ଏକା ହାଣ୍ଡି ଖାଇଦେଲା। ସେଇଟା ତ ଅଲଗା କଥା ଆରେ ସାଙ୍ଗ ସାଥିରେ ବିଶ୍ୱାସ ଅଛି ହାଣ୍ଡି ଖାଇବା ଅଲଗା କଥା ଡାଇଲଗ ମାରିଲା ବିଶ୍ୱାସ ଆଳୁ ସିଝିନି ବେ ଆଳୁ ସିଝିନି କାହିଁ କଲା ହେଇଛି ଆଳୁ ସିଝିନି ଗୁଣ୍ଡ ହେଇଯାଇଛି ଏତେ ଝୋଳ ତ ଥିଲେ ମୁଁ ଖାଇବି ମୁଣ୍ଡ ହଗି ପକେଇବ ନାଇଁ ଆଉ ଟିକେ ଦେବୁ ନାଇଁ ନାଇଁ ମତେ ଟିକେ ଅଧିକ ଦେ। ଚନ୍ଦ୍ରା ଅଛି ଝୋଳ ଅଛି ଭୋଜି ସରିଲା ମୁଁ ତାକୁ ଦେବି କେହି ନାହାନ୍ତି ହାଣ୍ଡି ଡେକିଚି ମଜାମଜି କରିକି ମାଦରାତିରେ ମୋର ଟିକେ ଆସିକି ଚୁଲି ପାଖରେ ଆସିକି ଟିକେ ନିଆଁ ପହଞ୍ଚୁ ନିଆଁ ପହଞ୍ଚିକି ଘରକୁ ଯିବୁ ଶୋଇବୁ ଆଉ। କାଲି ଅଛି ଚିଙ୍ଗୁଡ଼ି ମାଛ ନହେଲେ ଚୁଙ୍ଗୁଡ଼ି ହବ ଆମେ 4 ଜଣ ବେଶୀ କେହି ନାହାନ୍ତି 4 ଜଣ ମାଛ ନହେଲେ ଚୁଙ୍ଗୁଡ଼ି। ଟିକେ ନିଆଁ ପୁଇଁକି ଯିବୁ ଏବେ ସେଇଠି ବି ଅଛୁ ସେଇ ଜାଗାରେ ମାଦରାତିରେ ମୋର ଆଉ କେହି ନାହାନ୍ତି ସମସ୍ତେ ପଳେଇଲେଣି ଶୋଇବାକୁ। ଏଇଟା ବେଲ ଗଛ ଏଇଟା ଆମ୍ବ ଗଛ ଏଇସବୁ ତ ଜଙ୍ଗଲ ଭଳିଆ ହେଇଛି ଆଉ ଚୁଲି ଜଲ୍ଟା ଟିକେ ସେକି ହେଇକି ପଳେଇଲେ ନିଦଟା ଭଲ ହବ। ଆପଣମାନେ ଏମିତି କିଏ ମଜା କରୁଛନ୍ତି ଟିକେ କମେଣ୍ଟ ନିଶ୍ଚୟ ଜଣାନ୍ତୁ। ଏଣେ ମିଚର 2 ପକେଟ ଖାଇସାରିଲେଣି। ଲୁଣ ଲୁଣ ତ ଏତିକି ତାଙ୍କୁ ଲୁଣ ନାଇଁ। ଗୋଟେ କହିଲି ଲୁଣ କାହିଁ ଯା ନଣ୍ଡୁ ଯା ଘରୁ ଲୁଣ ଆଣିବୁ ନଣ୍ଡୁ ରୋଷେଇ ମୁଁ ଆଉ କରିବିନି କହିଥା ମୁଁ କହିଲି କହିଛି ଗୋଟେ ପ୍ରକାର ଲୁଣ ଯା ଲୁଣ